ଘୁର୍ଣ୍ଣିଝଡ଼ ବଳୟ ସକ୍ରିୟ ରହିଥିବାରୁ ରାଜ୍ୟର ହାଲୁକା ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ତେବେ 23 ଓ 24 ତାରିଖରେ ଉପକୂଳ ଓଡ଼ିଶା ଏବଂ ତା'ର ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବୃଷ୍ଟିପାତର ପରିମାଣ ବଢ଼ିବାର ସମ୍ଭାବନା ରହିଛି। 25 ତାରିଖ ମଧ୍ୟାହ୍ନ ଯାଏ କେତେକ ଜିଲ୍ଲା କାହୁଲା ପାଗ ରହିବ, ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି। ତେବେ 24 ତାରିଖରୁ ପାଗ ବଦଳିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେପଟେ ଦେଖିବାକୁ ଗଲେ ଗତ 24 ଘଣ୍ଟା ଭିତରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗି ରହିବା ସହିତ ପାଗ କୋହଲା ରହିବ ଆଉ କେତେକ ସ୍ଥାନରେ କୁହୁଡ଼ି ମଧ୍ୟ ଦେଇଛି, ଯେଉଁଥିପାଇଁ ଯିବା ଆସିବାରେ ବ୍ୟାଘାତ ଘଟିଛି। ଦେଖିବାକୁ ଗଲେ ସର୍ବାଧିକ ବର୍ଷା ଢେଙ୍କାନାଳ ଜିଲ୍ଲା ହିନ୍ଦୋଲଠାରେ ରେକର୍ଡ କରାଯାଇଛି। ସେଠାରେ 47 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱର 27 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱର 5.1 ମିଲିମିଟର ବର୍ଷା ହୋଇଥିବା ବେଳେ କଟକରେ 3.8 ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି। ତେବେ ପାଣିପାଗ ବିଶେଷଜ୍ଞ କହିବା ଅନୁସାରେ ଜାନୁଆରୀ 31 ଯାଏ ରାଜ୍ୟରେ ଥଣ୍ଡା ଲାଗି ରହିବ। ଓଡ଼ିଶା ଉପରକୁ ଉତ୍ତର ପଶ୍ଚିମ ଦିଗରୁ ବାୟୁ ପ୍ରବାହ ରହୁଛି, ଯେଉଁଥିରେ ଓଡ଼ିଶା ମଧ୍ୟକୁ ପଲ୍ୟୁସନ୍ ଆସୁଛି, ଯାହା ବାୟୁମଣ୍ଡଳ ଉପରି ଭାଗରେ ରହୁଛି। ସେହିପରି ଆରବ ସାଗର, ବଙ୍ଗୋପସାଗର, ସେଣ୍ଟ୍ରାଲ ଇଣ୍ଡିଆ ଓ ଓଡ଼ିଶା ମଧ୍ୟକୁ ପ୍ରଭାବିତ ବାୟୁ ଓଡ଼ିଶାର ତଳ ଭାଗରେ ରହୁଛି, ଯେଉଁଥିରେ ପ୍ରଚୁର ମାତ୍ରାରେ ବାୟୁ ଜଳୀୟ ବାଷ୍ପ ଆସୁଛି। ଓଡ଼ିଶାର ବାୟୁମଣ୍ଡଳ ଉପରି ଭାଗରେ କୁଲିଂ ତଳ ଭାଗରେ ଜଳୀୟ ବାଷ୍ପ ମିଶିବା ଦ୍ୱାରା ରାଜ୍ୟରେ ଥଣ୍ଡା ସହ କୋହଲା ପାଗ ରହୁଛି। କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ତେବେ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସକାଳ ସମୟରେ କୁହୁଡ଼ି ଓ ରାତିରେ ତାପମାତ୍ରା ହ୍ରାସ ହେବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି।